କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ କ୍ୱେଶ୍ଚିନ୍ ଆନ୍ସର ଡିସ୍କସ୍ କରିବା ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା ପାଠରୁ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କର। ଆନ୍ସର କହିବା ପୂର୍ବରୁ ମୁଁ ଏତିକି କହିବି କି ଆନ୍ସରଟି ଏଇଠି ଯୋଉଟା ଦିଆ ହବ ସେ ଆନ୍ସରଟି ହେଉଛି ବହିର ସେଇ ଜାଗା ଯୋଉ ଜାଗାରେ କି ଆନ୍ସରଟି ଅଛି, କିନ୍ତୁ ଆମେ ଯେତେବେଳେ ଲେଖିବା, ଯେତେବେଳେ ପିଲାମାନେ ଲେଖିବେ ସେତେବେଳେ ସେ ଆନ୍ସରଟିକୁ ପଢିବେ, ମାନେ ଯୋଉ ଜାଗାରେ ଅଛି ଆନ୍ସର ପଢିକି ନିଜ ଭାଷାରେ ସଜେଇକି ଲେଖିଲେ ପ୍ରଶ୍ନର ଉତ୍ତରଟି ଭଲ ବାହାରିବ। ତେଣୁ ଜାଣିବା ବହିର କେଉଁ ଜାଗାରେ ଏଇ ପ୍ରଶ୍ନର ଉତ୍ତରଟି ଅଛି। 1930 ମାର୍ଚ୍ଚ 12 ତାରିଖରେ ଗାନ୍ଧୀଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଉକ୍ତ ଦିନ ସିଏ ସାବରମତୀ ଆଶ୍ରମ ଠାରୁ ବାହାରି 241 ମାଇଲ ଦୂରରେ ଅବସ୍ଥିତ ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ 78 ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବା ପାଇଁ ଯାତ୍ରା କଲେ। ଏହି ଯାତ୍ରା ପଥର ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧୀଜୀଙ୍କୁ ସମର୍ଥିତ କରିଥିଲେ ଏବଂ ଅନେକ ତାଙ୍କ ଯାତ୍ରାରେ ଯୋଗ ଦେଇଥିଲେ। ସାବରମତୀ ଠାରୁ ଦାଣ୍ଡି ପର୍ଯ୍ୟନ୍ତ ଯାତ୍ରା ଐତିହାସିକ ଦାଣ୍ଡି ଯାତ୍ରା ନାମରେ ପ୍ରସିଦ୍ଧ। 1930 ଏପ୍ରିଲ 6 ତାରିଖ ସକାଳେ ଗାନ୍ଧୀଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ। ଏହା ଦ୍ୱାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଂକେତ ପ୍ରଦାନ କଲେ। ହେଲା, ବୁଝିହେଲା ତ? ଏଇଠି ଥିଲା କଣ ନା ଦାଣ୍ଡି ଯାତ୍ରା ବିଷୟରେ। ତ ଆମେ ୟାକୁ କଣ କରିବା, ତାହେଲେ ଆନ୍ସର କରିବା, ସଜେଇକି ଲେଖିବା। ସେକେଣ୍ଡ କ୍ୱେଶ୍ଚିନ୍ ଟି ହେଉଛି ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା। ପ୍ରଥମେ ତା କାର୍ଯ୍ୟକ୍ରମ ବିଷୟରେ ଲେଖିବା, ତାପରେ ଘୋଷଣା କେବେ କରାଯାଇଥିଲା, ସେଇଭଳିଆ ଷ୍ଟେପ୍ ନେଇକି ଲେଖିବା। ତ 1930 ଏପ୍ରିଲ 9 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା, ଯୋଉଟା କି ଅଛି କ୍ୱେଶ୍ଚିନ୍ ର ସେକେଣ୍ଡ ପାର୍ଟରେ। ହେଲା, ଫାର୍ଷ୍ଟ ଆମେ ଲେଖିବା ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ। ତ କାର୍ଯ୍ୟକ୍ରମ ଗୁଡିକ କଣ ଥିଲା ନା ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ, ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ, ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରକାରେ ସୂତା କାଟିବେ, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ, ଅସ୍ପୃଶ୍ୟତା ବର୍ଜନ କରାଯିବ, ଛାତ୍ରମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ। ପୂର୍ଣ୍ଣ ସ୍ୱରାଜ ଲାଭ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ। ତ 1 ରୁ 7 ପଏଣ୍ଟସ୍ ହେଉଛି ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ। ତାପରେ ଲେଖିବା କି 1930 ଏପ୍ରିଲ 9 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା, ଯୋଉଟା କି କ୍ୱେଶ୍ଚିନ୍ ର ସେକେଣ୍ଡ ପାର୍ଟରେ ଅଛି। ଥର୍ଡ କ୍ୱେଶ୍ଚିନ୍ ହେଲା ଗାନ୍ଧୀ ଇରୱିନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କଣ ଥିଲା। ଆନ୍ସର ହେଉଛି ଗାନ୍ଧୀ ଇରୱିନ ଚୁକ୍ତି ଯୋଉଟା ଥିଲା ସେଇଟା କେବେ ହେଇଥିଲା, ସେଇଟା ହେଇଥିଲା 1931 ମସିହା ମାର୍ଚ୍ଚ 5 ତାରିଖରେ, ଯୋଉଟା ଆମେ ଲେଖା ହେଲା ଗାନ୍ଧୀ ଇରୱିନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା। ତାପରେ ଆମେ ଲେଖିବା ୟାର ଫଳାଫଳ କଣ ଥିଲା। ତ ମୁଁ ପଢି ଦଉଛି କଣ ଅଛି ବହିର ସେଇ ପୋର୍ସନରେ। କଂଗ୍ରେସ ସହିତ ବୁଝାମଣା କରିବା ପାଇଁ ଇଂରେଜ ସରକାର ଏକ ପ୍ରକାର ବାଧ୍ୟ ହେଲେ। ସେହି ସମୟରେ ବଡଲାଟ ଲର୍ଡ ଇରୱିନଙ୍କ ସହ ଦୀର୍ଘ ଆଲୋଚନା ପରେ 1931 ମସିହା ମାର୍ଚ୍ଚ 5 ତାରିଖରେ ଗାନ୍ଧୀ ଇରୱିନ ଚୁକ୍ତି ସମ୍ପାଦିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ, ସରକାରୀ କର୍ମଚାରୀଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ। ଉପକୂଳବର୍ତ୍ତୀ ଗ୍ରାମ ଗୁଡିକର ଅଧିବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦେଲେ ଏବଂ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବା ନିମିତ୍ତ ସମ୍ମତି ପ୍ରଦାନ କଲା। ଏହି ସବୁ ଜିନିଷ ହେଇଥିଲା ଗାନ୍ଧୀ ଇରୱିନ ଚୁକ୍ତିର ଫଳାଫଳରେ। ଫୋର୍ଥ କ୍ୱେଶ୍ଚିନ୍ ଟି ହେଉଛି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର। ତ ଆନ୍ସର ଟି ରହିଛି ଗୁଜରାଟର ଦାଣ୍ଡି ପରେ ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଗାନ୍ଧୀଜୀ ଯେଉଁ ଦିନ ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରିଥିଲେ
ସେହି ଦିନ 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ 8 ତାରିଖରେ ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ନିଷେଧାଜ୍ଞା ଆଦେଶ ଅମାନ୍ୟ କରିଥିବା ଅଭିଯୋଗରେ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହର ପଦଯାତ୍ରା ସତ୍ୟାଗ୍ରହୀଙ୍କର ନେତୃତ୍ୱ ନେଲେ ଏବଂ ସେମାନେ 1930 ଏପ୍ରିଲ 12ରେ ଇଞ୍ଚୁଡ଼ି ପହଞ୍ଚିଥିଲେ। ଇତି ମଧ୍ୟରେ ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ, ସୁଭଦ୍ରା ମହତାବ ଆଦି ନାରୀ ନେତ୍ରୀମାନେ ଇଞ୍ଚୁଡ଼ି ପହଞ୍ଚି ଯାଇଥିଲେ। ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କଲେ। ଆଚାର୍ଯ୍ୟ ହରିହର ଓ ତାଙ୍କର 7 ଜଣ କର୍ମୀ ଗିରଫ ହୋଇଥିଲେ। ଏପ୍ରିଲ 20ରେ ରମାଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କଲେ। ଇଞ୍ଚୁଡ଼ି ହୋଇଯାଇଥିଲା ଦ୍ୱିତୀୟ ଦାଣ୍ଡି। ଫିଫ୍ଥ କ୍ୱେଶ୍ଚିନ୍‌ଟା ହେଉଛି ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀଜଙ୍ଗ ଗ୍ରାମରେ ସଂଗଠିତ କର ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର। ଆନ୍ସରଟି ହେଉଛି ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ। ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ 1931 ମେରେ ଏହା ଆରମ୍ଭ କରାଯାଇଥିଲା। ଚୌକିଦାର ତଥା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମୀ ନ କରିବା ପାଇଁ କୁହାଗଲା। ଏଥିରେ ଉଦ୍ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ। ଏହି ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ କେତେକ ନେତୃସ୍ଥାନୀୟ ସତ୍ୟାଗ୍ରହୀଙ୍କୁ ଗିରଫ କରିବା ପରେ କ୍ରୋଧାନ୍ୱିତ ଗ୍ରାମବାସୀ ଏକ ପୁଲିସ ବାହିନୀକୁ ମାରଧର କରିବାରୁ 54 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଏବଂ ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହିତ ଗ୍ରାମବାସୀଙ୍କ ଉପରେ 6,000 ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା। ତ ଏଇଟା ଥିଲା କଣ ନା ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାରେ ଶ୍ରୀଜଙ୍ଗ ଗ୍ରାମରେ ଘଟିଥିବା କର ବିରୋଧୀ ଆନ୍ଦୋଳନ ବିଷୟରେ। क्वेश्चन सेकेंड पार्ट रे अछि प्रत्येक प्रश्नर उत्तर प्राय 20 गोटी शब्दरे लेख। तो फर्स्ट क्वेश्चन टी रही जातीय कांग्रेस कहीं साइमन कमिशन को वर्जन करने निष्पत्ति नहीं। आंसर हूँ 1919 भारत शासन आईन कार्यकारिता अनुध्यान करने 1927 रे सार्जन साइमन अध्यक्षता एक कमिशन गठित होता। मात्र दुखर विषय जे एथिरे 7 जन सदस्यों जड़े हेले भारतीय सदस्य नथिले। यह समस्त भारतीय अपमान जनक बोध है। तेणु 1927 भारतीय जातीय कांग्रेस मद्रास अधिवेशन रे साइमन कमिशन को वर्जन करने स्थिर करागला। तो यहाँ रही आंसर बही रे ताकू आमे सजेकी लिखिबा 20 शब्द रे। जातीय भारतीय जातीय कांग्रेस रो 1929 मसीहार लाहौर अधिवेशन कहीं गुरुत्वपूर्ण थिला सेटा क्वेश्चन नंबर सेकंड। आंसर होची 1929 रे लाहौर ठारे जवाहरलाल नेहरू अध्यक्षता अनुष्ठित जातीय कांग्रेस अधिवेशन पूर्ण स्वराज प्रस्ताव अनुमोदन कला। एठारे से घोषणा कले जे संपूर्ण स्वाधीनता भारतर लक्ष्य। 1929 डिसेम्बर 31 रे राबी नदी कूल जवाहरलाल स्वाधीनतार तिरंगा पताका उत्तोलन करथिले। तो ये जो लाहौर अधिवेशन कहीं गुरुत्वपूर्ण थिला कारण ये पूर्ण स्वराज जो दाबी थिला तार प्रस्ताव अनुमोदित होइतिला। सेथिपाई 1929 मसीहार लाहौर अधिवेशन गुरुत्वपूर्ण थिला। बुझियला से आंसरटा ई पैराग्राफ भितर लुचिकी रहिछि। थर्ड क्वेश्चन थिला गांधीजी काहेकि आईन अमान्य आंदोलन डाकरा देले। काहेकि देले? आईन अमान्य आंदोलन आरंभ करबा पूर्व गांधीजी 11 दफा संबलित शासन संस्कार चिठा प्रस्तुत करी इंग्रेज सरकार का आगे उपस्थापित करथिले। ब्रिटिश सरकार से समस्त प्रस्ताव ग्रहण न कले जायकि गांधीजी कौन करतांते ना आईन अमान्य आंदोलन डाकरा देइतांते। आउ इंग्रेज सरकार ताहा ही कले। से कौन कले जो थिले बर्डलाट लॉर्ड इरविन जणाई देले जे आईन अमान्य आंदोलन करिए बोली बर्डलाट लॉर्ड इरविन को जणाई देले। मात्र लॉर्ड इरविन ए प्रस्ताव को ग्रहण करि नथिले। फଳରେ 1930 मसीह गांधीजी आईन अमान्य आंदोलन रो डाकरा देइले। तापर क्वेश्चन होची ब्रिटिश सरकार केबे और काहेकि प्रथम गोलटेबल बैठक डकाइतिले। शक्ति प्रयोग द्वारा आंदोलन दमन करने असंभव हो पड़ता बोली बर्डलाट हृदबोध कले। भारत समस्या संबंध में आलोचना करने ब्रिटिश सरकार 1930 मसीह प्रथम गोलटेबल बैठक डकाई थिले। तापर क्वेश्चन रही द्वितीय गोलटेबल बैठक में महात्मा गांधी कहीं असंतोष प्रकाश करते। आम पढ़ी कहीं असंतोष प्रकाश करते ना कौन पाई ना भारतीय दाबी को यह बैठक में उपेक्षा करा जाई हिंदू मुसलमान हरिजन आदि स्वतंत्र निर्वाचन मंडल व्यवस्था करागला। यार मूल लक्ष्य थिला भेदभाव नीति प्रयोग करी भारतीय एकता को भंग करबा।
ଓ ବ୍ରିଟିଶ ଶାସନକୁ ସୁଦୃଢ କରିବା। ମାନସିକ ଗ୍ଲାନିରେ ବ୍ୟତୀତ ହୋଇ ଗାନ୍ଧିଜୀ 1931 ମସିହା ଡିସେମ୍ବର 28ରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ଆଉ ତାଙ୍କର ଅସନ୍ତୋଷ ଥିଲା। ତା ସହିତ ଇଂରେଜମାନେ ସେତେବେଳେ ଗାନ୍ଧିଜୀଙ୍କୁ ଅପମାନ ମଧ୍ୟ କରିଥିଲେ। ତାଙ୍କୁ ଫକୀର ବୋଲି ମଧ୍ୟ ସମ୍ବୋଧନ କରିଥିଲେ। ସେଟା ବି ଏଥିରେ ଆଡ୍ ଆମେ କରିପାରିବା। ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ? କାହିଁକି କଲେ? ଲର୍ଡ ଇରୱିନଙ୍କ ପରେ 1931 ଏପ୍ରିଲରେ ଲର୍ଡ ୱିଲିଂଡନ୍ ଭାରତର ଭାଇସରାୟ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେ ଗାନ୍ଧୀ ଇରୱିନ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ, ମାନେ ମାନିଲେ ନାହିଁ, ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ। ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର କରିବା ପାଇଁ ଓ ପୂର୍ଣ୍ଣ ସ୍ୱରାଜ ହାସଲ ଦିଗରେ ଆନ୍ଦୋଳନ କରିବା ପାଇଁ କଂଗ୍ରେସକୁ ଅନୁମତି ଦେବାକୁ ଭାରତ ପ୍ରତ୍ୟାବର୍ତ୍ତନ ପରେ ଗାନ୍ଧିଜୀଙ୍କ ଅନୁରୋଧକୁ ୱିଲିଂଡନ୍ ପ୍ରତ୍ୟାଖ୍ୟାନ କଲେ। ଫଳରେ ଗାନ୍ଧିଜୀ ପୁନଶ୍ଚ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲେ। ଯେହେତୁ ପ୍ରତ୍ୟେକ ଜିନିଷକୁ ସେ ନାହିଁ କରିଗଲେ, ଆକ୍ସେପ୍ଟ କଲେ ନାହିଁ, ସେଥିପାଇଁ କଣ ହେଲା ନା ଆଇନ ଅମାନ୍ୟ ଆନ୍ଦୋଳନ ୱାନ୍ସ ଅଗେନ୍ ଷ୍ଟାର୍ଟ ହେଲା। 1933 ମେ ମାସରେ ଗାନ୍ଧିଜୀ କାହିଁକି 21 ଦିନିଆ ଅନଶନ ଘୋଷଣା କଲେ? ଆନ୍ସରଟି ହେଉଛି 1933 ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଏବଂ ନିଜର ଓ ସହଯୋଗୀ ମାନଙ୍କର ମନର ଶୁଦ୍ଧିକରଣ କରିବା ପାଇଁ ଗାନ୍ଧିଜୀ 21 ଦିନିଆ ଅନଶନ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ କରାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା? ଆନ୍ସର ହେଉଛି ସରକାର ଗାନ୍ଧିଜୀଙ୍କୁ କାରାଗାର ମୁକ୍ତ କରିଦେଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସରକାରଙ୍କ ଦମନମୂଳକ କାର୍ଯ୍ୟ ସତ୍ତ୍ୱେ ଚାଲୁ ରଖିଥିବା ଆନ୍ଦୋଳନର ସତ୍ୟାଗ୍ରହୀ ମାନଙ୍କ ଉତ୍ସାହକୁ ବଜାୟ ରଖିବାର କାଠିନ୍ୟ ଉପଲବ୍ଧି କରି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଗାନ୍ଧିଜୀ କଂଗ୍ରେସକୁ ସୁପାରିଶ କଲେ। ତା ସହିତ 1933 ମେ ମାସରେ ସ୍ଥଗିତ ରଖାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ 1934 ଏପ୍ରିଲ ଔପଚାରିକ ଭାବରେ ପ୍ରତ୍ୟାହୃତ ହେଲା। କ୍ୱେଶ୍ଚିନ୍ ହେଉଛି କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ୱ ନେଇଥିଲେ? କୁଜଙ୍ଗରେ 1930 ମେ 8 ତାରିଖ ଦିନ ନାରାୟଣ ବୀରବର ସାମନ୍ତ, ରମାଦେବୀ, ମାଳତୀ ଦେବୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ତ କୁଜଙ୍ଗଠାରେ କଣ ହେଇଥିଲା ନା ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ତ ସେଠି କେଉଁମାନେ ନେତୃତ୍ୱ ନେଇଥିଲେ ନା ନେଇଥିଲେ କିଏ ନା ନାରାୟଣ ବୀରବର ସାମନ୍ତ, ରମାଦେବୀ, ମାଳତୀ ଦେବୀ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା କଣ ଥିଲା? 16 ବର୍ଷରୁ କମ୍ ବୟସ୍କ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ। ବାନର ସେନା ନାମରେ ପରିଚିତ ଏହି ଛୋଟ ପିଲାମାନଙ୍କ ବାହିନୀ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା ଆଦି ବହୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ସେମାନଙ୍କୁ ମଧ୍ୟ ପୋଲିସର ବେତମାଡ଼ ସହିବାକୁ ପଡ଼ିଥିଲା। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା ଅନନ୍ୟ ଥିଲା। ତ ଏଠି ଆମେ ଲେଖିପାରିବା ଓଡ଼ିଶାରେ ଯୋଉ ଥିଲା ବାନର ସେନାର ଭୂମିକା କଣ ଥିଲା? ତ ଏଇଠି ଥିଲା ତାଙ୍କର ଭୂମିକା କି ସେମାନେ କଣ କଣ କରୁଥିଲେ। थर्ड पार्ट क्वेश्चन टी होची कि प्रत्येक प्रश्नर उत्तर गोटे वाक्य रे लेख। फर्स्ट क्वेश्चन होची साइमन कमिशन काहेकि भारत आसीथिले? 1919 भारत शासन आईन कार्यकारिता अनुध्यान करिबा पाई साइमन कमिशन भारत आसीथिले। सेकंड क्वेश्चन होची साइमन कमिशन केउ दिन भारत पहुंचिले? 1928 फेब्रुआरी 3 तारिख। 1929 मसीहार केउ तारीखरे लाहोर ठारे स्वाधीनतार तिरंगा पताका उत्तोलन करा जायतिला? डिसेंबर 31 तारिख। केउठारे जनता जंगल आईन अमान्य करिथिले? महाराष्ट्र रे। खुदाई खिदमतगार प्रतिष्ठाता किए? खान अब्दुल गफर खान। द्वितीय गोलटेबल बैठक केबेठारु केबे पर्यंत अनुष्ठित होइतिला? 1931 सेप्टेम्बर 7 तारिख रु डिसेंबर 1 तारिख पर्यंत। कुजंग ठारे केबे आईन अमान्य आंदोलन आरंभ हैला? 1930 मे 8 तारिख। किए पुरी जिल्ला रे लवण सत्याग्रह नेतृत्व नेइतिले? पुरी जिल्ला रे पंडित नीलकंठ दास और जगन्नाथ दास का नेतृत्व रे लवण सत्याग्रह होइतिला। ओडिशा रे आईन अमान्य आंदोलन समय रे विदेशी मद दोकान आगरे विक्षोभ करी केउ दुई जण नारी बेत्राघातर शिकार होइतिले? रमादेवी और सरला देवी। आईन अमान्य आंदोलन को दमन करने उद्देश्य ओडिशा रे केउ संवादपत्र गुड़िक उपरे कटकणा जारी करा जायतिला? समाज, प्रजातंत्र, आशा। ए तीनोटी जो संवादपत्र थिला तांको उपरे कटकणा जारी करा जायतिला। प्रत्येक प्रश्न दिया जायतिबा 4 गोटी विकल्प मध्यरु ठीक उत्तरटी बाछि तार क्रमिक नंबर सहित लेख। फर्स्ट क्वेश्चन होची साइमन कमिशन भारत रे केउ शहर रे पहुंचीथिला? ऑप्शन थिला दिल्ली, लाहौर, मुंबई, कोलकाता। आंसर होची मुंबई। लखनऊ ठारे साइमन कमिशन विरोधी शोभा यात्राकारी मध्यरु किए पुलिस लाठीमाड़र शिकार होइतिले? ऑप्शंस थिला सुभाष चंद्र बोस, महात्मा गांधी, लाला लाजपत राय और गोविंद बल्लभ पंत। तो आंसर होची गोविंद बल्लभ पंत।
द्वितीय गोलटेबल बैठक रे किए अध्यक्षता करथिले लॉर्ड इरविन रामसे मैकडोनाल्ड इरविन चर्चिल और पंचम जज ऑप्शन थिला आंसर होची रामसे मैकडोनाल्ड दलित श्रेणी पाई पृथक निर्वाचन मंडली घोषणा प्रत्याहार दाबी रे गांधीजी केबेठारु अनशन आरंभ करथिले ऑप्शन थिला 1931 सेप्टेम्बर 7 1931 डिसेम्बर 28 1932 सेप्टेम्बर 20 1935 अगस्त 2 आंसर होची 1932 सेप्टेम्बर 20 केउठारे अनुष्ठित उत्कल प्रदेश कांग्रेस कमिटी सभारे गोपबंधु चौधरी को ओडिशार आईन माने आंदोलन नेतृत्व दिया गला तो सीटा ऑप्शन थिला कटक पुरी बालेश्वर काकटपुर आंसर होची बालेश्वर तो आमे क्वेश्चन आंसर तार सब सॉल्व कले तापरे जदि किछि डाउट अछि कोटी क्वेश्चंस अछि को जगह बुझी हला नै चैप्टर सारा तो कमेंट रे जणेबो ता आंसर करिबा आ जदि भलो लागिला ताले वीडियो टिके लाइक कर दियो वीडियो को सहित शेयर करो चैनल रे जो माने वीडियो देखुचंती एपर्यंत सब्सक्राइब करि नानी चैनल को प्लीज सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखि था वीडियो अपलोड हेले नोटिफिकेशन पहुंचीबो आमे मिसी की पढ़ी परिबा बुझी परिबा एवं जानि परिबा ताहाले देखा आगामी वीडियो रे भले रे सुस्थ रे मते अनुमति दियो बाय बाय।